What will happen? ଆମେ ପାପି ନୁହଁ କି? ସମାଗମ ତମ୍ବୁରେ ଯେତେ ସେବାର ପାତ୍ର ଗୁଡିକ ଥିଲା ମୂଷାଙ୍କର ସମୟର ସମାଗମ ତମ୍ବୁ, ଏଇସବୁ ପାତ୍ର ଗୁଡିକ, ଏଇସବୁ ପାତ୍ର ଦେଖିବାକୁ ସୁନା ପରି ଦେଖାଯାଉଛି। ଯଜ୍ଞ ବେଦୀ, ପ୍ରକ୍ଷାଳନ ପାତ୍ର, ଦର୍ଶନୀୟ ରୋଟିର ମେଜ, ଦୀପ ବୃକ୍ଷ, ସୁବର୍ଣ୍ଣ ବେଦୀ ଆଉ ନିୟମ ସିନ୍ଧୁକ ଉପରେ ପାପ ଆଚ୍ଛାଦନ। ଏସବୁରେ ଗୋଟେ ଗୋଟେ ଆତ୍ମିକ ଅର୍ଥ ଅଛି, ମାନେ ମଣ୍ଡଳୀରେ କଣ ଥିବା ଆବଶ୍ୟକ ଏଇ ସବୁ ମାନଙ୍କୁ ବୁଝାଏ। ଆଉ ସମାଗମ ତମ୍ବୁରେ ଯେମିତି ସଜା ହେଇଛି ଦେଖନ୍ତୁ, କ୍ରୁଶ ଉପରେ ଲାଗୁଛି କି ନାଇଁ। ଆଉ ଏ ସମାଗମ ତମ୍ବୁ ଆକ୍ଚୁଆଲି ନୂତନ ନିୟମର ମଣ୍ଡଳୀକୁ ବୁଝାଏ। ପାଞ୍ଚଟା ବିଷୟକୁ ବୁଝାଏ, ସେଥିରେ ଗୋଟେ ହେଲା ମଣ୍ଡଳୀ। ମଣ୍ଡଳୀ କେମିତି ଥିବା ଆବଶ୍ୟକ, ହଁ, ମଣ୍ଡଳୀରେ କଣ କଣ ଥିବା ଆବଶ୍ୟକ, ପ୍ରତ୍ୟେକ ଏସବୁ କ୍ୱାଲିଟିଜ କୁ ବୁଝାଏ। ଓକେ, ପଏଣ୍ଟ ସେଟା ନାହିଁ। ପଏଣ୍ଟ କଣ, ମାନେ ଯେତେବେଳେ ଏଇ ସବୁ ବନାଉଥିଲେ ପରମେଶ୍ୱର କହିଲେ ତୁମେ ସିତିମ କାଷ୍ଠକୁ ଧରିକି ଆସ, ଆଉ ସେ କାଠକୁ ତୁମେ କାଟିକି, ହଁ, ତାକୁ ଭଲରେ ପ୍ଲେନ କରିକି ଚାଞ୍ଚି ଦେଇକି ତାକୁ ସୁନାରେ ମଡିବ, କଭର ୱିଥ ଦ ଗୋଲ୍ଡ। ଆରେ ମୁଁ କହେ ତୁ ଡାଇରେକ୍ଟ ଗୋଲ୍ଡ ରେ ତ କରିଦେଇଥାନ୍ତୁ, ନା ନା ନା, କାଠକୁ ଆଣିକି କାଠକୁ ଗୁଡାଇବାର ପଡେ। ତ ସିତିମ କାଷ୍ଠ କେମିତି କାହାକୁ ବୁଝାଏ? ସିତିମ କାଷ୍ଟର କିଛି କ୍ୱାଲିଟି ନାହିଁ ଆକ୍ଚୁଆଲି। ଆମର ଏରିଆରେ ଯେମିତି ସେ ରେଲୱେ ଟ୍ରାକ ର ସାଇଡ ରେ କଣ୍ଟା ଗଛ ଥାଏ କି ନାଇଁ, କଣ୍ଟା ଗଛ ସେ ପତ୍ର ତେନ୍ତୁଳି ପତ୍ର પર ଲାଗିବ, କିନ୍ତୁ ତେନ୍ତୁଳି ଗଛ ନୁହେଁ, ପୁରା କଣ୍ଟା ହେଇକି ଅଙ୍କା ବଙ୍କା ହେଇକି ବଢେ କି ନାଇଁ, ରୋଡ ସାଇଡ କୁ, ସେଇ ରେଲୱେ ଟ୍ରାକ ର ସାଇଡ କୁ ବଢେ। ଏତେ ଡେଞ୍ଜର କଣ୍ଟା, ଏତେ ଭର୍ତ୍ତି କଣ୍ଟା, କୋଉଟା ପାଇଁ ବି କାମ ଦେବ ନାହିଁ। ତାର ଗୋଟେ ୟେଲୋ କଲର ଫଳ ଥିବ ବୋଧେ, ଏଟା ବୋଧେ ଛେଳି ମାନେ ଖାଆନ୍ତି, ନହେଲେ ନାହିଁ। ଏଟା ମାନେ କୋଉଟା ଏମିତି ଅଙ୍କା ବଙ୍କା ହେଇକି ବଢେ କି ତାହା କାଟିକି କାଠ ଚୁଲିରେ ପୋଡାଇବା ପାଇଁ ଛଡା କୋଟା ପାଇଁ କାମ ଦେବ ନାହିଁ। ଅନନେସେସରି। ଏମିତି ଗୋଟେ ବଞ୍ଜର ଭୂମି ଯାହା ଥିବ, ବେକାର ଭୂମି, ସେଇଠି ବଢେ। କିଏ ବି ଲଗାନ୍ତିନି, କେମିତି ବଢେ, କଣ୍ଟା ଗଛ ତ ବଢେ ଆଉ କେউ ଏକ୍ସଟ୍ରା ଲଗାଇବେ କି? କାଟିକି ତାକୁ କଣ ନିଆଁରେ ପକାଇବା ପାଇଁ ଛଡା କୋଟା ପାଇଁ ନୂଆ ପଇସା ପାଇଁ କାମ ନଦେବା ଗଛ। ତ ସେ ମିଡିଲ ଇଷ୍ଟରେ ବଡ ବଡ ସାଇଜ ରେ ତାହା ବଢେ। ଓକେ ନା, ତ ପ୍ରାୟତଃ ଫର୍ଣ୍ଣିଚର ପାଇଁ ମଧ୍ୟ ୟୁଜ କରନ୍ତି ନାଇଁ କି? ଫର୍ଣ୍ଣିଚର ପାଇଁ ଯୋଉ ଟେକ୍ ଗଛ, ଏସବୁ ରୋଜଉଡ୍ ଗଛ ଯାକ ଅଲଗା ଯାକ କ୍ୱାଲିଟି ଥିବ, ତାହାର କ୍ୱାଲିଟି ପରି କ୍ୱାଲିଟି ନୁହେଁ ଏଟା। ଏ ସୁତିମ କାଷ୍ଟ କାହାକୁ ବୁଝାଏ, ମାନେ ଆମକୁ ବୁଝାଏ। वी आर यूजलेस पीपल, व्हाई वुड गॉड नीड अस? ଆମର ଆବଶ୍ୟକତା କଣ ପରମେଶ୍ୱରଙ୍କୁ କହୁନାହାନ୍ତି? ଯେଉଁ ପରମେଶ୍ୱର ଗୋଟେ ଗଧକୁ ବ୍ୟବହାର କରିପାରୁଛନ୍ତି, ଯେଉଁ ପରମେଶ୍ୱର ଗୋଟେ କୁକୁଡାକୁ ବ୍ୟବହାର କରିପାରୁଛନ୍ତି, ଯେଉଁ ପରମେଶ୍ୱର ଗୋଟେ ମାଛକୁ ବ୍ୟବହାର କରିପାରୁଛନ୍ତି, ଆପଣଙ୍କୁ ମତେ ପଚାରିବା ଦରକାର କଣ ଅଛି ତାଙ୍କୁ? କିଛି ନାହିଁ। ଆମେ ଯେମିତି ପାପୀ ହେଲୁ, ଆମର ଜୀବନ କାଟିକି ନିଆଁରେ ପକାଇବା ପାଇଁ ଛଡା ନୂଆ ପଇସା ପାଇଁ କାମ ଦେବୁ ନାହିଁ। ସେମିତି ଗୋଟେ କାଠକୁ ଆଣି ତାକୁ ଗୋଟେ ମାପରେ ପ୍ରଭୁ କାଟିକି ସୁନାରେ ଗୁଡେଇକି ତାଙ୍କର ଗୌରବର, ତାଙ୍କର ସାନ୍ନିଧ୍ୟର ସମାଗମ ତମ୍ବୁରେ ଏକ ସେବାର ପାତ୍ର ରୂପେ ବ୍ୟବହାର କରୁଥିଲା ବେଳେ କେମିତି ଥିବା ଦରକାର ଆମେ କୁହନ୍ତୁ ତ? କେତେ କୃତଜ୍ଞ ହେବା ଦରକାର କି ନାହିଁ? ଡାଇରେକ୍ଟ ସୁନାରେ ବନେଇ ପାରିନଥାନ୍ତି କି? ଏତେ ଗରିବ ଅଟନ୍ତି କି ପ୍ରଭୁ? ନା ନା ନା। ଏଇ ଯୋଉ ନିୟମ ସିନ୍ଧୁକର ପାପାଚ୍ଛେଦନ ପ୍ଲେଟ ଥିବ, ତା ଉପରେ ଦୁଇଟି କିରୁବ ଦୂତ ମାନଙ୍କର ଛବି, ଏଇ ପାପାଚ୍ଛାଦନର ସେ ଢାଙ୍କୁଣୀ ପ୍ଲେଟ, ଲିଡ୍ ଆଉ ସେ ଦୂତ ପୁରା ପ୍ୟୁର ଗୋଲ୍ଡ। ବାକିଟା ସିତିମ କାଷ୍ଠ ଆଉ ସୁନାରେ ଗୁଡା ହେଇଛି। ଯାହା ଗୋଟେ ପାପାଚ୍ଛେଦନ ଟୋଟାଲି ପ୍ୟୁର ଗୋଲ୍ଡ ରେ ବନେଇ ପାରିବେ, ତ ବାକିଟା ସବୁ ବନେଇ, ଏଇଟା ଗୋଲ୍ଡ ନୁହେଁ, ଯଜ୍ଞ ବେଦୀ ଅଟେ ପିତ୍ତଳ, ପିତ୍ତଳର ଯଜ୍ଞ ବେଦୀ, ବାକି ସବୁ ଗୋଲ୍ଡ ଅଟେ।
ତ ଯାହା ପରମେଶ୍ୱର ଡାଇରେକ୍ଟ ବନାଇ ପାରିବେ ତାହାକୁ କାଠ ଆଣିକି ଗୁଡାଇବା ଦରକାର କଣ ଅଛି? ଯେଉଁ ପରମେଶ୍ୱର ଡାଇରେକ୍ଟ ଆଜି ମଧ୍ୟ ସ୍ୱର୍ଗୀୟ ଦୂତ ମାନଙ୍କୁ ବ୍ୟବହାର କରିପାରିଥାନ୍ତେ ଗୋଟେ ସେବା ପାଇଁ, ଯେଉଁ ଦୂତ ମାନେ ସ୍ୱର୍ଗରେ ପ୍ରଭୁଙ୍କର ଗୀତ ଗାଇବା ପାଇଁ ଗୋଟେ ସେପାରେଟ ଦଳ କଏର ଅଛନ୍ତି, ମ୍ୟୁଜିକ ପାଇଁ ଗୋଟେ କଏର ଅଛନ୍ତି, ହେଁ ବାର୍ତ୍ତା ବାହକ ପରି ଗାବ୍ରିଏଲ ଆସିକି ଯଦି ମରିୟମକୁ କିଛି ଜଣାଇ ପାରୁଛନ୍ତି, ଯୋସେଫଙ୍କୁ କିଛି ଜଣାଇ ପାରୁଛନ୍ତି, ତ ସେଇ ଦୂତ ମାନେ ଆଜି ସୁସମାଚାର କାହିଁକି ପ୍ରଚାର କରୁନାହାନ୍ତି? ଦୂତ ମାନଙ୍କ ପାଇଁ ମଧ୍ୟ ଦିଆ ହେଇ ନଥିବା ସୌଭାଗ୍ୟପୂର୍ଣ୍ଣ ସେବା ପ୍ରଭୁ ଆମକୁ ଦେଇଛନ୍ତି। ଦିସ୍ ଇଜ ଆୱାର ସୌଭାଗ୍ୟ ଅଟେ, ଆମର ଯୋଗ୍ୟ ତ ନୁହେଁ। वी आर नॉट वर्दी फॉर दिस। କେମିତି କାହିଁକି ଆମେ ଗର୍ବୀ ହେଉଛୁ ଜଣା ବି ପଡୁନି। ଦେଖ ପୁରା ହାଉ ପ୍ରେଜ ଦ ଲର୍ଡ। କୋଉ ପଦ ପଢୁଥିଲୁ ରେ? सर गालातियो 3:37। ପ୍ରଭୁ ଆମକୁ ଗୋଡେଇଛନ୍ତି। ୱାଓ, ହି ହ୍ୟାଜ କଭର୍ଡ ଅସ୍। ତାଙ୍କରି ପ୍ରେମ ଆମକୁ ଗୁଡାଇକି ରଖିଛି। ହେଁ? ପ୍ରଥମ ପିତର 4:8। ସବୁବେଳେ 7 ପଢିଥାଉ, 8 ଟିକେ ପଢ। ବିଶେଷରେ ପ୍ରଗାଢ଼ ପ୍ରେମରେ ପରସ୍ପରକୁ ପ୍ରେମ କରୁଥାଅ, କାରଣ ପ୍ରେମ ବହୁଳ ପାପ ଆଚ୍ଛାଦନ କରେ। ୱାଓ, ଓନ୍ଲି ଲଭ। ଆମେ ସେ ପ୍ରେମ କରୁଛନ୍ତି ବୋଲି କହିଲେ ଆମେ ଆଉ ପାପି ନୁହଁ ବୋଲି ବାଟ ନାହିଁ। we are ପାପିକା। ଏ ଯୋଉ ଗୁଡାଇକି ରଖିଛନ୍ତି ଏ ସେବାର ପାତ୍ର, ତାକୁ ଏମିତି ଟିକେ ଘିସିକି ତାକୁ ଖୋଲିଲେ ଭିତରେ କଣ ଜଣା ପଡିବ? अरे काठों का भीतर है सत्तों का। जो अंदर जो चीज है ना वो काठों का, अंदर जो चीज है ना वो पापी का। वी आर सिनर्स ओनली। এটা ତାଙ୍କରି ଅନୁଗ୍ରହ ବୋଲି ସେ କ୍ଷମା করলে ନମ୍ବର 1, ନମ୍ବର 2 ଧୌତ করলে, ନମ୍ବର 2, ନମ୍ବର 3 ଧାର୍ମିକ ଗଣିତ କଲେ। ଫ୍ରି ଆମେ କିଛି ଧର୍ମ କର୍ମ କରିନାହୁଁ। ଆମେ କେତେ ପବିତ୍ର ଲୋକ ବୋଲି ସେ ଆମକୁ ପ୍ରେମ କରିନାହାନ୍ତି, ପବିତ୍ର କରିଛନ୍ତି। धार्मिक मानिଛନ୍ତି आज्ञा। ही नोज हम अंदर में क्या है उनको पता है। ତାଙ୍କରି ପ୍ରେମ ଆମ ପାପକୁ ଦେଖି ସେ ଯାହା ରାଗିବା କଥା, ତାଙ୍କରି ପ୍ରେମ ଲାଗି ତାକୁ ସେ ଚାପିକି ରଖିଛନ୍ତି, ଅଣଦେଖା କରୁଛନ୍ତି ବୋଲିଲା ପରେ।